ସାଙ୍ଗମାନେ ମିତ୍ରତାର ମୂଲ୍ୟ ଆପଣମାନେ ଜାଣିଛନ୍ତି କି? ଚାଲନ୍ତୁ ଏହି ବିଷୟରେ ଗୋଟେ ଗପଟି ଶୁଣିବା। ମଙ୍ଗଳପୁର ଗ୍ରାମରେ ଅଧିକାଂଶ ଲୋକେ ତନ୍ତବୁଣା ଲୁଗା ବେପାର କରି ଚଳନ୍ତି। ଗଣେଶ ଓ ରାଘବ ସେହି ଗ୍ରାମର ଦୁଇଜଣ। ସେମାନେ ଲୁଗା ବୁଣନ୍ତି ଓ ବେପାର କରନ୍ତି। ସେ ଦୁହେଁ ବନ୍ଧୁ। ଦୁହେଁ ସୁନ୍ଦର ଜରି ଧଡ଼ିଥିବା ବସ୍ତ୍ର ବୁଣି ସହରକୁ ନେଇ ବିକନ୍ତି। ଗଣେଶର ତ ନିଜର ଏକ ବଳଦ ଗାଡ଼ି ଥାଏ। ସେଇଥିରେ ସେ ତା ଲୁଗା ବୋଝେଇ କରି ସହରକୁ ଯାଏ, ଆଉ ଅନ୍ୟାନ୍ୟ ସମୟରେ ସେ ତା ଗାଡ଼ିଟିକୁ ଭଡ଼ାରେ ଲଗାଏ। ରାଘବର ପରିବାର ତ ଖୁବ୍ ବଡ଼, ତେଣୁ ସେଥିପାଇଁ ବଳଦ ଗାଡ଼ିଟିଏ କିଣିବା ପାଇଁ ତା'ର ପଇସା କେବେ ବି ଏକାଠି ହୁଏନି, ସବୁ ଖର୍ଚ୍ଚ ହୋଇଯାଏ। ତେଣୁ ସେ ଭଡ଼ା ଗାଡ଼ିରେ ଲୁଗା ଲଦି ସହରକୁ ଯାଏ। ଯଦି ନିହାତି ଗାଡ଼ି ନ ମିଳେ ତେବେ ମୁଣ୍ଡରେ ମୁଣ୍ଡାଇ ସେ ଯାଏ। କିନ୍ତୁ ଗଣେଶର ଗାଡ଼ି ଖାଲି ଥିବା ସତ୍ତ୍ୱେ ବି ସେ ଥରେ ହେଲେ ବି କେବେ ବି ରାଘବକୁ ଯାଚେ ନାହିଁ। କେବଳ ଏତିକି କହେ, ରାଘବ, ତମେ ନିଜର ଗାଡ଼ିଟିଏ କରିନିଅ। ଏମିତି ତୁମେ ଆଉ କେତେ ଦିନ ମୁଣ୍ଡରେ ବୋହିବ ବା ଭଡ଼ା ଗାଡ଼ି କରି ବୋହିବ? ମାତ୍ର ଏହା ଶୁଣି ରାଘବ କିଛି ବି ନ କହି ହସିଦେଇ ସେଠାରୁ ଚାଲିଯାଏ। ସେଇ ଗାଁରେ ଜଗତ ନାମରେ ଜଣେ ବ୍ୟକ୍ତି ଥାଏ, ଯିଏକି ଏଇ ଦୁଇ ଜଣଙ୍କର ଖୁବ୍ ଘନିଷ୍ଠ ବନ୍ଧୁ। ସେ ବହୁତ ପଢ଼ାପଢ଼ି କରିଥାଏ, ହେଲେ ସେ କୌଣସି ଚାକିରି ପାଇନଥାଏ। ତେଣୁ ଘରେ ସେ ବିଲବାଡ଼ି କାମରେ ତା ବାପାଙ୍କୁ ସାହାଯ୍ୟ କରୁଥାଏ। କିଛି ଦିନ ପରେ ସହରରେ ରହୁଥିବା କୌଣସି ଏକ ବନ୍ଧୁବାନ୍ଧବଙ୍କ ପ୍ରଚେଷ୍ଟାରୁ ସେ ଜଗତ ଚାକିରିଟିଏ ପାଇଲା। ଚାକିରି ପାଇବା ମାତ୍ରେ ସେ ତାର ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ସହରରେ ଯାଇ ରହିଲା। ଜଗତ ସହରରେ ରହିବା ପରେ ତାର ମା ନିଜ ବୋହୂ ଓ ନାତି ନାତୁଣୀଙ୍କ ପାଇଁ ମଝିରେ ମଝିରେ ଆଚାର, ବଡ଼ି ବା ଘରେ ତିଆରି ହୋଇଥିବା କିଛି ମିଠା ସବୁ ରାଘବ ବା ଗଣେଶ ହାତରେ ପଠାନ୍ତି। ରାଘବ ବା ଗଣେଶ ଯେବେ ବି ଜଗତର ଘରକୁ ଯାଆନ୍ତି, ଜଗତ ଓ ତାର ପରିବାର ସେମାନଙ୍କୁ ଖୁଆଇବାକୁ ଖୁବ୍ ଆଗ୍ରହ ପ୍ରକାଶ କରନ୍ତି। ତାର ସ୍ତ୍ରୀ ମଧ୍ୟ ଖୁବ୍ ମିଳାମିଶା ସ୍ୱଭାବର ଝିଅ। ରାଘବ ସବୁଥର ହସି ଦେଇ ଚାଲିଯାଏ, କିନ୍ତୁ ଗଣେଶ କେବେ ବି ମଧ୍ୟ ନାଇଁ କରେ ନାହିଁ। ସେଠାରେ ସେ ବେଶ୍ ପେଟ ଭରି ଆରାମ କରି ଖାଇଦିଏ। ଏହିପରି ଭାବେ ତାର ହୋଟେଲ ପଇସା ମଧ୍ୟ ବଞ୍ଚିଯାଏ। ଏମିତି କେତେ ମାସ ବିତିଗଲା। ଗଣେଶ ଲକ୍ଷ୍ୟ କଲା, ଜଗତର ସ୍ତ୍ରୀ ଓ ପିଲାମାନେ ଆଗପରି ଆଉ ଉତ୍ସାହର ସହିତ ତା ସହିତ ଖୋଲା ବ୍ୟବହାର କରୁନାହାନ୍ତି। ପରନ୍ତୁ ସେମାନେ ସଦାସର୍ବଦା ରାଘବର ଅନେକ ପ୍ରଶଂସା କରୁଛନ୍ତି। ଏଥିରୁ ଗଣେଶ ଆଦୌ କିଛି ବି ବୁଝିପାରିଲା ନାହିଁ, କାରଣ ସେ ନିଜର ଭଲମନ୍ଦ ବ୍ୟତୀତ ଅନ୍ୟର ଭଲମନ୍ଦ କେବେ ହେଲେ ମଧ୍ୟ ଆପଣା ମନରେ ସ୍ଥାନ ଦିଏ ନାହିଁ। ଦିନେ ଗ୍ରାମକୁ ଫେରି ସେ ରାଘବ ଘରେ ପହଞ୍ଚି କହିଲା, ମିତ୍ର, ତମେ ଲକ୍ଷ୍ୟ କରି ଦେଖିଛ କି? ଜଗତର ସ୍ତ୍ରୀ ଓ ପିଲାମାନଙ୍କ ଦେହରେ ସହରର ହାୱା ବେଶ୍ ଲାଗିଗଲାଣି। ସେମାନେ ଆଉ ପୂର୍ବପରି ଆମ ସହିତ ମିଳାମିଶା କରନ୍ତିନି। ମୁଁ ଏହା ଅନୁଭବ କଲି। ରାଘବ କହିଲା, ନା ତ, ମୋ ସହିତ ସେମାନେ ପୂର୍ବ ଅପେକ୍ଷା ଅଧିକ ଆଦରପୂର୍ଣ୍ଣ ବ୍ୟବହାର କରୁଛନ୍ତି। ଗଣେଶ ପଚାରିଲା, ହଁ, ତା ତ ସତ, କାରଣ ସେମାନେ କେବଳ ତମର ହିଁ ପ୍ରଶଂସା କରୁଛନ୍ତି। ଅଥଚ ମୁଁ ସବୁବେଳେ ତାଙ୍କ ଘରକୁ ଯାଇ ମଧ୍ୟ ମୋ ସହିତ ସେମାନେ ଏତେ ଖୋଲା ନୁହନ୍ତି କାହିଁକି? ତମେ ଯଦି ଏହାର କାରଣ ଜାଣିଥାଅ ତେବେ ଦୟାକରି ମୋତେ ତାହା କୁହ। କାରଣଟା ତ ବହୁତ ସହଜ। ସେମାନେ ସବୁ ସହରରେ ବହୁତ କଷ୍ଟରେ ଚଳନ୍ତି। ଜଣେ ଲୋକ ପାଇଁ ବରାବର ଖାଦ୍ୟ ଇତ୍ୟାଦିର ବ୍ୟବସ୍ଥା କରିବା କେତେ କଷ୍ଟକର। ଦିନେ ଅଧେ ହେଲେ ଠିକ୍ ଅଛି, କିନ୍ତୁ ବରାବର ହେଲେ ସେମାନଙ୍କୁ ଅନ୍ନ ଖର୍ଚ୍ଚରୁ କାଟି ସେସବୁ କରିବାକୁ ହେବ। ତା ଛଡ଼ା ବନ୍ଧୁଙ୍କୁ ଖାଇବାକୁ ଦେଲେ ନିଶ୍ଚୟ ସାଧାରଣ ଦିନଠାରୁ ଭଲ ଖାଦ୍ୟ ଦେବେ ତ। ମୁଖ ଲଜ୍ଜାରେ ସେମାନେ କିଛି ବି କହିପାରୁନାହାନ୍ତି, କିନ୍ତୁ ସେମାନଙ୍କୁ କଷ୍ଟ ପଡ଼ୁଛି ବୋଲି ସେମାନେ ଆଗପରି ଆଉ ଏତେ ଉତ୍ସାହ ଦେଖାଉନାହାନ୍ତି। ତା ଛଡ଼ା ବିନିମୟରେ ସେ ତୁମଠୁ କ'ଣ ପାଆନ୍ତି? ବନ୍ଧୁତା କ'ଣ ଖାଲି ଗୋଟାଏ ପଟରୁ ହୁଏ? ସେ ବନ୍ଧୁତା ଖାତିରରେ ତୁମକୁ ଅତିଥି କରିନେଲା, କିନ୍ତୁ ତୁମେ ତୁମ ପଟରୁ ବନ୍ଧୁତାର ଚିହ୍ନ ସ୍ୱରୂପ କ'ଣ କରିଛ? ତମେ ତା କ୍ଷେତ୍ରରେ ଥିଲେ କ'ଣ କରିଥାନ୍ତ? ଠିକ୍ କହିଲ ବନ୍ଧୁ, ମୁଁ ଏପର୍ଯ୍ୟନ୍ତ ଏସବୁ ମୋଟେ ଭାବିନଥିଲି, ହେଲେ ତମେ ଆଜି ମୋ ଆଖି ଖୋଲିଦେଲ। ସେହିଦିନଠାରୁ ରାଘବର ସହରକୁ ଯିବା ଦରକାର ହେଲେ ଗଣେଶ ନିଜ ବଳଦ ଗାଡ଼ି ଦିଏ, ଆଉ ଜଗତ ଘରକୁ ଗଲେ ହାତରେ ପିଲାଙ୍କ ପାଇଁ କିଛି ମିଠା ବା ପୋଷାକ ନେଇଯାଏ। ଏଣିକି ସେ ତିନି ଜଣଙ୍କ ମଧ୍ୟରେ ପୁଣି ସୁସମ୍ପର୍କ ଗଢ଼ି ଉଠିଲା। ତ ସାଙ୍ଗମାନେ, ଇଏ ହେଉଛି ମିତ୍ରତାର ମୂଲ୍ୟ। ତ ଆପଣମାନଙ୍କୁ ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।